ଶିମିଳିପାଳର ବାଘ ଗାଁ ବାଉଁଶ ବୁଦାରେ ପଶିଲା। ଆତଙ୍କିତ ଲୋକେ ଗଛରେ ଚଢ଼ିଲେ। ଶିମିଳିପାଳ ଅଭୟାରଣ୍ୟରୁ ଖସି ଆସିଥିବା ଏକ ମଧ୍ୟବୟସ୍କ କଲରାପତରିଆ ବାଘ ଦିଶାହରା ହୋଇ ଶିମିଳିପାଳରୁ 10 କିଲୋମିଟର ଦୂର ସାୱାଖୁଣ୍ଟା ବ୍ଲକ ସ୍ଥିତ ବାରିପଦା ଲୁଲୁଙ୍ଗ ଗ୍ରାମର ଖସାଡିହା ନିକଟ ଜଗନ୍ନାଥପୁର ଗ୍ରାମ ମଧ୍ୟକୁ ଆଜି ମଧ୍ୟାହ୍ନରେ ପଶି ଆସିଥିଲା। କିନ୍ତୁ ଗ୍ରାମବାସୀଙ୍କୁ ଦେଖି ବାଘଟି ଗ୍ରାମର ବାଉଁଶ ବୁଦା ମଧ୍ୟରେ ଲୁଚି ରହିଛି, ଯାହାଫଳରେ ଗ୍ରାମବାସୀମାନେ ଆତଙ୍କିତ ହୋଇ ରହିଛନ୍ତି। ଖବର ପାଇ ବନ ବିଭାଗ ଏବଂ ଟ୍ରାଙ୍କୁଲାଚର ଟିମ୍ ସହିତ ଶିମିଳିପାଳ ଦକ୍ଷିଣ ବନ୍ୟପ୍ରାଣୀ ଖଣ୍ଡର ଉପନିର୍ଦ୍ଦେଶକ ସମ୍ରାଟ ଗୌଡ଼ା ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ସଫଳ ହୋଇନଥିବା ପ୍ରକାଶ ପାଇଛି। ତଥାପି ବାଉଁଶ ବୁଦାର ଚତୁର୍ଦିଗକୁ ଜାଲ ବିଛାଇ ଜଗି ରହିଛନ୍ତି। ପରବର୍ତ୍ତୀ ଖବର ଅନୁଯାୟୀ ବାଘଟି ଅଭୟାରଣ୍ୟ ମଧ୍ୟକୁ ଫେରି ଯାଇଥିବା ଆଶଙ୍କା କରାଯାଉଛି। ରଇଦାସ ସିଂ ଆମର ଏଇଟା ଜଗନ୍ନାଥପୁର 15 ନମ୍ବର ୱାର୍ଡ। ଆଜି ଆମେ ଯେହେତୁ ଆମର ସେଠି ତ ବାହାଘର ଅଛି, ଆମେ ଜାଣିନି, ଆମେ ହଠାତ୍ରେ ଯେମିତି ଶୁଣିଲି ଆମେ ଆସିଲି। ଏଠି ଆମର ଦୁଇଟା ପୁଲିସ ଭାଇ ଥିଲେ, ପୁଲିସ ଭାଇ ଦୁଇଟା ଥିଲେ, ତାଙ୍କର ସାଙ୍ଗରେ ଆମେ ଦେଖତେ ଯାଇଥିଲି। ଯେତେବେଳେ ସେ ସିଆଡ଼େ ଦୌଡ଼ି ଆସିଲା ଆମେ ସମସ୍ତେ ଡରେ, କିଏ ପଡ଼ିଗଲା କିସ କଲା, ଦୌଡ଼ି ଆସିଛି, ଆଉ ଆଗକୁ ଆମେ ଯାଇନି। ଆଉ ତାପରେ ସମସ୍ତେ ଏরকম ସବୁଆଡ଼େ ଘେରି ଯାଇଛନ୍। ଆଉ ବାଘଟା সেটা তো সেই চিতা বাঘটা নি বোধে সেই মঝের সাইজটা আসছি, ବହୁତ ଜୋର ତାର ଡାକ ବି ଆମେ ଶୁଣିছি ହେଲା। ତ ଏଇନା ଆମେ କହୁଛି ଯେତେ ଜଲ୍ଦି ତୁମେ ଏଟାକୁ କାବୁ କରିବ ସେତେ ଜଲ୍ଦି ଆମର ନିରାପଦରେ ରହିବା। ଆଉ ଆପଣ ଯଦି ଆଜ୍ଞା ବହୁତ ଭୟ, ମାନେ ମୋତେ ମୁଁ ତ ଏନା ଆମର ଏଠି ଯେତିକି ବି ଲୋକ ଥିଲେ ସମସ୍ତେ ତ ପଡ଼ି ବୁଡ଼ା ହେଇକି ଆଣ୍ଠୁ ଗୋଟେ ବି ଛାଡ଼ି ଯାଇଛନ୍ ଯେତେବେଳେ ଦୌଡ଼ି ଆସିଥିଲା। এটা ফার্স্ট টাইম আসছিলা আমার 19 উপরে আসছিলা আমার গোটে বাঘ, আউ এটা নেক্সট টাইম আসছি, এটা আমার লাস্টরে আসছি গোটে বাঘ। মানে আমার প্রথম আসছিলা 19 উপরে আসছিলা গোটে, সেটা মানে চিতা বাঘটা আসছিলা, তেঁতুলিয়াটা আসছিলা। ବିଷୟରୁ ବିଶେଷ ସରଦାରଙ୍କ ରିପୋର୍ଟ ନ୍ୟୁଜ୍ ଓଡ଼ିଆ।